ନମସ୍କାର, ଜୟ ଜଗନ୍ନାଥ ଟିମ୍ ସେସ୍ ତରଫରୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ଏକ ନୂତନ ଟପିକ୍ ବିଷୟରେ ଆଲୋଚନା କରିବା। ଆପଣ ଜାଣିଥିବେ ବର୍ତ୍ତମାନ ଆମର ସିଇସି ପୋର୍ଟାଲରେ ଇନ୍ସୁରାନ୍ସ କରିବା ପାଇଁ ହେଲେ ଗୋଟେ ନୂତନ ପୋର୍ଟାଲ ଲଞ୍ଚ ହେଇଛି। ପୋର୍ଟାଲ ନାଁ ହେଉଛି କମ୍ପେୟାର ପୋର୍ଟାଲ। ତ ସେଇ ପୋର୍ଟାଲ ମାଧ୍ୟମରେ ଆପଣମାନେ ଜାଣିପାରିବେ ଯେତେବେଳେ ଆପଣ ଗୋଟେ ଗାଡ଼ି ନମ୍ବର ପକାଉଛନ୍ତି ତ କେଉଁ କମ୍ପାନୀର କେତେ ଟଙ୍କା ଆପଣଙ୍କର ପ୍ରିମିୟମ୍ ଆସିବା ପଲିସି ପେମେଣ୍ଟ ଆସିବ ଏଇଟା ଟୋଟାଲ ଆପଣ ଦେଖିପାରିବେ। ପୂର୍ବରୁ କ'ଣ କରୁଥିଲେ ନା ଆପଣମାନେ ପର୍ଟିକୁଲାର ଯେକୌଣସି କମ୍ପାନୀରେ ଆପଣ ଇନ୍ସୁରାନ୍ସ କରିବାକୁ ଚାହୁଁଥିଲେ ପର୍ଟିକୁଲାର ଇନ୍ସୁରାନ୍ସ କମ୍ପାନୀ କ୍ଲିକ୍ କରିକି ଆପଣ ଡିଟେଲ୍ସ ଭରିଲା ପରେ ଆପଣଙ୍କୁ ଯେତେ ଟଙ୍କା କଟିବା ପ୍ରିମିୟମ୍ ଦେଖେଇବ ତ ଆପଣ ସେଇ ଅନୁସାରେ ଭରୁଥିଲେ। ବର୍ତ୍ତମାନ କିନ୍ତୁ ସେମିତି କିଛି ନାହିଁ। ବର୍ତ୍ତମାନ ଗୋଟେ କମ୍ପେୟାର ପୋର୍ଟାଲ ଅଛି। ସେଠି ଆପଣଙ୍କର ଗାଡ଼ି ନମ୍ବର ବା କଷ୍ଟମର ଗାଡ଼ି ନମ୍ବର ପକେଇ ସାରିଲା ପରେ ଆପଣଙ୍କୁ ବିଭିନ୍ନ କମ୍ପାନୀର ଶୋ କରିଯିବ ଯେ କେଉଁ କମ୍ପାନୀର କେତେ ଟଙ୍କା ଆପଣଙ୍କ ପ୍ରିମିୟମ୍ ଦେଖାଉଛି। ତ ଚାଲନ୍ତୁ ଆରମ୍ଭ କରିବା ଯେ ଟପିକ୍। ପ୍ରଥମେ କ'ଣ କରିବା ନା ଆମେ ଆମର ସିଏସି ପୋର୍ଟାଲ ଓପନ୍ କରିବା, ଡିଟେଲ୍ସ ପୋର୍ଟାଲ ଓପନ୍ କରିବା। ଏହାପରେ ଆମେ ଲଗଇନ୍ ଅପସନକୁ କ୍ଲିକ୍ କରିବା। ଦେନ୍ ଆପଣଙ୍କର ସିଏସିର ପାସୱାର୍ଡ଼ ଏଠି ଆପଣ ଏଣ୍ଟର କରିବେ। ପାସୱାର୍ଡ଼ ଏଣ୍ଟର କରିସାରିଲା ପରେ ଆପଣ ଲଗଇନ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ବର୍ତ୍ତମାନ ଏହିପରି ଭାବରେ ଆପଣ ବର୍ତ୍ତମାନ ସିଏସି ପୋର୍ଟାଲ ଓପନ୍ ହେଇଗଲା। ଓପନ୍ ହେଇସାରିଲା ପରେ ଆପଣ ଦେଖିପାରୁଥିବେ ଆପଣମାନଙ୍କର ଟପ୍‌ରେ ବିଭିନ୍ନ ସର୍ଟକଟ୍‌ର ଅଛି ଇନ୍ସୁରାନ୍ସ ଦେଖନ୍ତୁ ଲେଖା ହେଇଛି ଏଠି। ଇନ୍ସୁରାନ୍ସ ଆପଣ ଏଠି ଟିକ୍ କରିପାରିବେ। ନାଇଁ ତ ଆପଣ ସର୍ଭିସେସକୁ ଯାଇକି ଆପଣ ଇନ୍ସୁରାନ୍ସ କ୍ଲିକ୍ କରିପାରିବେ। ଏଠି ମୁଁ ଯେହେତୁ ଟପ୍‌ରେ ଲେଖା ହେଇଛି ଇନ୍ସୁରାନ୍ସ, ଏଠି ମୁଁ ଇନ୍ସୁରାନ୍ସ ଉପରେ କ୍ଲିକ୍ କରୁଛି। ଯାହାଙ୍କର ଶୋ କରିବନି ତ ଆପଣ ଆପଣଙ୍କ ବ୍ରାଉଜର ହିଷ୍ଟ୍ରି କ୍ଲିୟର କରିକି ପୁନର୍ବାର ଲଗ୍ଇନ୍ କଲେ ଆପଣଙ୍କୁ ଶୋ କରିବ। ଦେଖନ୍ତୁ ବର୍ତ୍ତମାନ ଇନ୍ସୁରାନ୍ସ କ୍ଲିକ୍ କରିସାରିଲା ପରେ ଏଠି ଆପଣଙ୍କୁ ବିଭିନ୍ନ ଅପସନ୍ ଆସିଗଲା ଫେଭରେଟ୍ ବିଲ୍ଡର୍ସ ଲାଇଫ୍ ଇନ୍ସୁରାନ୍ସ ପ୍ରିମିୟମ୍, ହେଲ୍ଥ ଇନ୍ସୁରାନ୍ସ ପ୍ରିମିୟମ୍, ଫେଭରେଟ୍ ମର୍ଚାଣ୍ଟସ୍, କମ୍ପେୟାର କୋର୍ଟସ୍ ଆଣ୍ଡ ମୋଟର ବା ଆପଣଙ୍କର କମ୍ପେୟାର ଦେଖନ୍ତୁ ଲେଖା ଏଠି। ଏଠି ଆପଣ କମ୍ପେୟାର ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏଇ କମ୍ପେୟାର ଅପସନ୍ ଉପରେ ଆଜି ଆମେ ଡିସ୍କସନ୍ କରୁଛେ। ଏଠି ଆପଣ ଜାଣିଥିବେ ଆଗରୁ ଆପଣ କଷ୍ଟମରଙ୍କୁ ଗୋଟେ କୋଟେସନ୍ ଦେଇପାରୁନଥିଲେ। ଏଠି କିନ୍ତୁ ବର୍ତ୍ତମାନ ଆପଣ କୋଟେସନ୍ ଦେଇପାରିବେ। ଏଠି କମ୍ପେୟାର କୋଟେସନ୍ ବା ମଲ୍ଟ ଉପରେ କ୍ଲିକ୍ କଲା ପରେ ଏଠି ଆପଣଙ୍କୁ କମ୍ପେୟାର ପୋର୍ଟାଲର ଲେଖା ହେଇଛି କ୍ଲିକ୍ ହିଅର୍, ଏଠି ଆପଣ କ୍ଲିକ୍ କରିବେ। କ୍ଲିକ୍ କରିବେ ଆପଣଙ୍କୁ ଏହିପରି ଭାବରେ ଆପଣଙ୍କର କମ୍ପେୟାର ପୋର୍ଟାଲଟି ଓପନ୍ ହେଇଗଲା। ଓପନ୍ ହେଇସାରିଲା ପରେ ଆପଣ ଦେଖିପାରୁଥିବେ ଟପ୍‌ରେ ଲେଖା ହେଇଛି କାର୍, ବାଇକ୍, ପିସିଭି, ଜିସିଭି ସବୁ ଲେଖା ହେଇଛି। ଏଠି ଆପଣ ଯାହା ବି ଯେଉଁ ଇନ୍ସୁରାନ୍ସ ଆପଣ କରିବାକୁ ଚାହୁଁଛନ୍ତି ଏଠି ଆପଣ ଟିକ୍ କରିବେ। ଏଠି ମୁଁ ବାଇକ୍ ଚାହୁଁଛି, ଏଠି ମୁଁ ବାଇକ୍ ଉପରେ କ୍ଲିକ୍ କରିବି। ବାଇକ୍ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଦେଖନ୍ତୁ ଆସିଗଲା ରିନ୍ୟୁ ଇନ୍ସୁରାନ୍ସ, ପଲିସି ଏକ୍ସପାୟାର୍ଡ, ନ୍ୟୁ ବାଇକ୍ ଇନ୍ସୁରାନ୍ସ। ଏଠି ଆପଣ ଚୁଜ୍ କରିବେ। ଯଦି ଆପଣ ପଲିସି ରିନ୍ୟୁ କରିବାକୁ ଚାହୁଁଛନ୍ତି ଏଠି ରିନ୍ୟୁ କ୍ଲିକ୍ କରିବେ। ପଲିସି ଏକ୍ସପାୟାର ହେଇଯାଇଛି ଦେନ୍ ପଲିସି ଏକ୍ସପାୟାର ଉପରେ କ୍ଲିକ୍ କରିକି କରିପାରିବେ। ଦେନ୍ ଆପଣ ଯଦି ନ୍ୟୁ ବାଇକ୍ ଇନ୍ସୁରାନ୍ସ କରୁଛନ୍ତି ଏଠି ଆପଣ ଟିକ୍ କରି କରିପାରିବେ। ଏଠି ଆପଣଙ୍କର ରିନ୍ୟୁ ଇନ୍ସୁରାନ୍ସ ଉପରେ ମୁଁ କ୍ଲିକ୍ କଲି। ମୋର ପୂର୍ବରୁ ଇନ୍ସୁରାନ୍ସ ଥିଲା। ଦେନ୍ ଏଠି ଆପଣଙ୍କର ଗାଡ଼ି ନମ୍ବର ପକାଇବେ। ଗାଡ଼ି ନମ୍ବର ପକାଇ ସାରିଲା ପରେ ଗେଟ୍ ଭେହିକିଲ୍ ଡିଟେଲ୍ସ ଉପରେ କ୍ଲିକ୍ କରିବେ। ଏଟା ମଧ୍ୟ ଆପଣଙ୍କର ଅଟୋ ଫେଚିଂ ଅଛି। ଗୋଟେ ଭଲ ନ୍ୟୁଜ୍ ଆପଣ ସମସ୍ତ ଭେଲ୍ ଭାଇ ଭଉଣୀମାନଙ୍କ ପାଇଁ। କାହିଁକି ନା ଆଗରୁ ଅଟୋ ଫେଚିଂ ନଥିଲା। କିନ୍ତୁ ଅଟୋ ଫେଚିଂ ମାଧ୍ୟମରେ ଆପଣମାନେ ଆପଣଙ୍କର ଗାଡ଼ି ନମ୍ବର ପକାଇ ସାରିଲା ପରେ ଅଟୋମେଟିକ୍ ଗାଡ଼ିର ମଡ଼େଲ୍ କ'ଣ ଅଛି, ଭ୍ୟାରିଏଣ୍ଟସ୍ କ'ଣ ଅଛି ଏବଂ ଫ୍ୟୁଏଲ୍ ଟାଇପ୍ ଏବଂ ଆର୍‌ଟିଓ କ'ଣ ଏଠି ଆପଣ ଡିଟେଲ୍ସ ସବୁ ପାଇଯିବେ। ଏଠି ଦେଖନ୍ତୁ ପ୍ରିଭିୟସ୍ ଇନ୍ସୁରାନ୍ସ, ଏଠି ପ୍ରିଭିୟସ୍ ଇନ୍ସୁରାନ୍ସ ଯାହା ବି ଆପଣ କରିଥିଲେ, ଯେଉଁ କମ୍ପାନୀର କରିଥିଲେ ଏଠି ଆପଣ ପକାଇ ପାରିବେ। ପକାଇ ସାରିଲା ପରେ ଏଠି ଆପଣ ଲେଖା ହେଇଛି ପଲିସି ଏକ୍ସପାୟରି ଡେଟ୍ ଇଜ୍ ଗ୍ରେଟର୍ ଦ୍ୟାନ୍ 90 ଡେଜ୍। ଏଠି ଆପଣ ଟିକ୍ କରି ମଧ୍ୟ ଆଗକୁ ପ୍ରୋସେସ୍ କରିପାରିବେ। ଯଦି ଆପଣ ପ୍ରୋସେସ୍ କରିବେ ଏଠି ଆପଣଙ୍କର କନଫର୍ମେସନ୍ ପେଜ୍ ଆସିଗଲା ରେଜିଷ୍ଟ୍ରେସନ୍ ଡେଟ୍ ବା ମାନୁଫ୍ୟାକ୍ଚରିଂ ଡେଟ୍। ଆପଣ ପୁନର୍ବାର ଟିକେ ଆପଣଙ୍କର ଆର୍‌ସି କାର୍ଡ଼ ମାଧ୍ୟମରେ ଚେକ୍ କରିପାରିବେ। ଚେକ୍ କରିକି ଏଠି ଆପଣ କଣ୍ଟିନ୍ୟୁ କ୍ଲିକ୍ କରିବେ। ଦେଖନ୍ତୁ ଏହାପରେ କ'ଣ ହବ ନା ଆପଣଙ୍କର ବର୍ତ୍ତମାନ ଦେଖନ୍ତୁ ଟୋଟାଲ୍ ପେଜ୍‌ଟି ଓପନ୍ ହେଇଗଲା। ଓପନ୍ ହେଇସାରିଲା ପରେ ଏଠି ଲେଖା ହେଇଛି ଥାର୍ଡ଼ ପାର୍ଟି। ଥାର୍ଡ଼ ପାର୍ଟି ଆପଣ ଯଦି ନେବାକୁ ଚାହୁଁଛନ୍ତି ଥାର୍ଡ଼ ପାର୍ଟି ଚୁଜ୍ କରିବେ। ଏଇଟା ଯଦି ଆପଣ କମ୍ପ୍ରେସିଭ୍ ନେବାକୁ ଚାହୁଁଛନ୍ତି କମ୍ପ୍ରେସିଭ୍ ଚୁଜ୍ କରିକି ଆପଣ ମଧ୍ୟ ଆପଣ ସବୁ କମ୍ପାନୀ ଦେଖିପାରିବେ। ଦେଖନ୍ତୁ ଏଠି ଆପଣଙ୍କର ଆସିଗଲା। ମୁଁ କମ୍ପ୍ରେସିଭ୍ ଚୁଜ୍ କଲି। ଏଠି ଆପଣଙ୍କର ଶ୍ରୀରାମ ଫାଇନାନ୍ସ ଆସିଗଲା ବା ଶ୍ରୀରାମ ଇନ୍ସୁରାନ୍ସ କମ୍ପାନୀ ଆସିଗଲା। ଦେନ୍ ଡିଜିଟ୍ ଆସିଲା। ଏଠି ଚୋଲା ମଧ୍ୟ ଆସିଲା। ଦେଖନ୍ତୁ ଏଠି ଆପଣଙ୍କ କେଉଁ କମ୍ପାନୀର କେତେ ଟଙ୍କା ଅଛି ଏଠି ଆପଣଙ୍କର ଇନ୍ସୁରାନ୍ସ ପଲିସି ପେମେଣ୍ଟ ଏଠି ଆପଣ ଶୋ କଲା। ଏହିପରି ଭାବରେ କମ୍ପେୟାର ପୋର୍ଟାଲଟା ବହୁତ ଇମ୍ପୋର୍ଟାଣ୍ଟ ସମସ୍ତଙ୍କ ପାଇଁ ଥିଲା। କାହିଁକି ନା ଆମେ
पर्टिकुलर ଜାଣିପାରିବେ କେଉଁ କମ୍ପାନୀର କମ୍ ପଇସା ଆସୁଛି ଆପଣଙ୍କର ଇନ୍ସୁରାନ୍ସଟା। ତ ଏଇଟା ଏଇ ପୋର୍ଟାଲ ମାଧ୍ୟମରେ ଆମେ ସମସ୍ତେ ୟାକୁ ବ୍ୟବହାର କରିକି ଆମେ ଇନଷ୍ଟାଣ୍ଟଲି କଷ୍ଟମରକୁ ଗୋଟେ କୋଟେସନ ମଧ୍ୟ ପଠେଇ ପାରିବା। ଯେମିତି ଉପରେ ଲେଖା ହେଇଛି ସେୟାର ଅଲ୍ କୋଟେସନ ଲେଖା ହେଇଛି, ଏଠି ଆପଣ ଟିକ୍ କରି କଷ୍ଟମର ମଧ୍ୟ ସେୟାର କରିପାରିବା ଯେ ଏଇ କମ୍ପାନୀରେ ଆପଣଙ୍କର ଯାହା ବି ପ୍ରିମିୟମ ଶୋ କରୁଛି। ଦେନ୍ ଏଠି ଆପଣ ଚାହିଁଲେ ଦେଖନ୍ତୁ ଆହୁରି ଆପଣଙ୍କର HDFC ଅଛି, ବାଜାଜ ଅଛି, ଏଠି ଆପଣ ଚୁଜ୍ କରିକି ଆପଣଙ୍କର ପଲିସି ମଧ୍ୟ କରିପାରିବେ। ଏଠି ଦେଖନ୍ତୁ ଭିଉ ବେନିଫିଟ ଆଣ୍ଡ ବ୍ରେକଅପ୍ ଲେଖା ହେଇଛି, ଏଠି ଆପଣ ଚୁଜ୍ କରିକି ଆପଣ ଦେଖିପାରିବେ ଯେ ଆପଣଙ୍କର ଯାହା ବି ଟୋଟାଲ ଏମାଉଣ୍ଟ ଆପଣ ଦେଖେଇଲା କେଉଁ କେଉଁ ବେନିଫିଟ ପାଇପାରିବେ, ଏଠି ଆପଣ ଦେଖି ପ୍ରୋସିଡ୍ ଟୁ ବେ ମଧ୍ୟ କରିପାରିବେ। ଏଠି ମୁଁ ଏମାଉଣ୍ଟ ଉପରେ କ୍ଲିକ୍ କରି ଏଠି ଆମକୁ 1609 ଟଙ୍କା ଦେଖେଇଲା, ଏଠି ମୁଁ ଚୁଜ୍ କଲି। କରିସାରିଲା ପରେ ଦେଖନ୍ତୁ ଏଠି ଆପଣଙ୍କର ରାଇଟ୍ ସାଇଡ୍ରେ ଆସିଗଲା ଆପଣଙ୍କର IDV କେତେ ଟଙ୍କା ଅଛି, ଦେନ୍ ଆପଣଙ୍କର ଓନ୍ ଡ୍ୟାମେଜ କେତେ ଟଙ୍କାର ଆସିବ, ଏସବୁ ଆପଣଙ୍କୁ ଶୋ କଲା। ଦେନ୍ ଏଠି ଆପଣ କଣ କରିବେ ନା ଆପଣଙ୍କର ଏଠି ଆଧାର କାର୍ଡ଼ ଆପଣଙ୍କୁ ଫାଷ୍ଟ ଅପଲୋଡ଼ କରିବେ, ଆଧାରର ଫାଷ୍ଟ ପେଜ୍, ପ୍ୟାନ୍ କାର୍ଡ଼ ଏବଂ ପ୍ରପୋଜର ଇମେଜ୍ ଏଠି ଆପଣ ଚୁଜ୍ କରିବେ। ଅପଲୋଡ଼ ଡକ୍ୟୁମେଣ୍ଟରେ ଆପଣ ଏଠି ମଧ୍ୟ ଭୋଟର ID ପାସପୋର୍ଟ ମଧ୍ୟ ନେଇପାରିବେ, ନେଇକି ଏଠି ଆପଣ ଅପଲୋଡ଼ କରିପାରିବେ। ଦେନ୍ ଆପଣଙ୍କର ଡିଟେଲ୍ସ ଏଠି ଭରିବେ, ଆପଣଙ୍କର ଆଧାରର କଷ୍ଟମରଙ୍କର ଆଧାରର ଲାଷ୍ଟ ଡିଜିଟ୍ ଭରିବେ, ଦେନ୍ ତାଙ୍କର ଫାଦର୍ସ ଫୁଲ୍ ନେମ୍, ଯାହା ବି ଡିଟେଲ୍ସ ଅଛି ଆପଣ ଡିଟେଲ୍ସ ଭରିକି ରିଭ୍ୟୁ ଆଣ୍ଡ ପେ ଉପରେ କ୍ଲିକ୍ କରିବେ। କଲା ପରେ ଆପଣଙ୍କ ୱାଲେଟରୁ ଆପଣଙ୍କର ପେମେଣ୍ଟ ଡିଡକ୍ସନ୍ ହେବ। ଇଏ ଥିଲା ଆଜି ଟପିକ୍। ତ ଆମେ ଜାଣିଲେ ଯେ ଆମେ କମ୍ପେୟାର ପୋର୍ଟାଲ ମାଧ୍ୟମରେ କିପରି ଭାବରେ ଆମେ ବର୍ତ୍ତମାନ ସମସ୍ତ କମ୍ପାନୀର କେତେ ଟଙ୍କା ଲେଖାଏଁ ଆମର ପ୍ରିମିୟମ୍ ଆସୁଛି ଆପଣ ଏଠି ଆମେ ଚେକ୍ କରିପାରିବେ। ଏ ଥିଲା ଆଜି ଟପିକ୍। ଏ ଭିଡ଼ିଓଟି ଆମର ସମସ୍ତ ଭିଏଲି ଭାଇ ଭଉଣୀମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଯଦି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ନିଶ୍ଚୟ ଅନ୍ୟମାନଙ୍କୁ ଜଣାଇବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।